ଜୟ ଜଗନ୍ନାଥ ସ୍ୱାମୀ। ଶୁଣ ଶୁଣ ସଭାଜନେ ଶୁଣ ମନ ଦେଇ, ରାଧାକୃଷ୍ଣ ନୀଳା ପଦେ କହିବା ବୁଝାଇ। ଏକ ଦିନେ ରାଧାକୃଷ୍ଣ ନିବୁଜ କୁଞ୍ଜରେ ଶୟନ ଯେ କରୁଥିଲେ ରସ କ୍ରୀଡ଼ା ଭରେ। ଦେଖୁ ଦେଖୁ ପାହାନ୍ତିଆ ସମୟ ହୋଇଲା, ଏ ସମୟ ରାଧାଙ୍କର ନିଦ୍ରା ନ ଭାଙ୍ଗିଲା। ଆଜ୍ଞା ମନରେ ବିଚାରି କୃଷ୍ଣ ମୂଷା ରୂପ ହେଲେ, ମୂଷା ହୋଇ କରି ରାଧା ଖୋସାକୁ କାଟିଲେ। ବୃନ୍ଦାବନ ଉହାଡ଼ରେ ଲୁଚିଲେ ସେ ଯାଇ, ସେ ଉହାଡ଼ୁ ବାହାରିଲା ଅଜଗର ତହିଁ। ମନରେ ବିଚାରି ମନରେ ବିଚାରି ରାଧା ସାରି ରୂପ ହେଲେ, ବୃନ୍ଦାବନ ଉହାଡ଼ରେ ଯାଇ ବିଜେ କଲେ। ପ୍ରଭାତରୁ ଆସିଲା ଯେ 21 ବର, ହେ 21 ବର, ସେ ବୃନ୍ଦାବନରେ ଜାଲ ପାଚିଲା ସତ୍ୱର। ସେ ଜାଲରେ ପଡ଼ିଗଲେ ରାଧା ଦେବୀ ପୁଣ, ଆନନ୍ଦେ ମନେ ସବର ଚଳିଗଲା ଜାଣ। ଏ ସମ ପୂର୍ବ ଦିଗେ ଦିନକର ଉଦୟ ହୋଇଲେ, ଏ ସମୟ ବୃନ୍ଦା ଦେବୀ ଯାଇଣ ଦେଖିଲେ। ଦେଖିଲେ ମନ୍ଦିରେ ରାଧା କୃଷ୍ଣ ଯେ ନାହାନ୍ତି, କି କରିବି ବୋଲି ବୃନ୍ଦା ମନେ ବିଚାରନ୍ତି। କି କରିବି ବୋଲି ବୃନ୍ଦା ବଟକୋଳି ହେଲେ, ବଟ ବୃକ୍ଷରେ ଯେ ଯାଇ ଫଳ ରୂପ ଥିଲେ। ବଟ ବୃକ୍ଷରେ ଯେ ଯାଇ ଫଳ ରୂପ ଥିଲେ। ଆଜ୍ଞା ଘଡ଼ିକ ମଧ୍ୟରେ ବଟ କୋଳି ଝଡ଼ିଗଲା, ଝଡ଼ିବା ମାତ୍ରକେ ତାକୁ ରାଘବ ଗିଳିଲା। ସର୍ପ ଗର୍ଭରେ ରହିଲେ ପ୍ରଭୁ ଭଗବାନ, ସାରି ହୋଇ ରହିଗଲେ ନାଗରୀ ରତନ। ବୃନ୍ଦା ଦେବୀ ବଟ କୋଳି ହୋଇ ନ ରହିଲେ, ଆଜ୍ଞା କିପରି ଉଦ୍ଧାର ହେବେ ମଣିମା ଓ ଭଲେ। ଜୟ ଜଗନ୍ନାଥ ସ୍ୱାମୀ।